ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଅତ୍ୟୁନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ଆଜିର ପ୍ରଗତିଶୀଳ ଯୁଗରେ ଦୁଇ ଦେଶ କିମ୍ବା ଦୁଇ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ହେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ। 193ଟି ଦେଶ ଏକତ୍ର ମିଶି ମିଳିତ ଜାତିସଂଘର ସଦସ୍ୟ ଅଟନ୍ତି। ଏହି ସଂଘ ପ୍ରୟାସ କରେ ଯେ ଯେଉଁଠାରେ ଯୁଦ୍ଧ କିମ୍ବା ଦୁଇ ଦେଶ ମଧ୍ୟରେ ବିବାଦ ହୁଏ ସେଠାରେ ହସ୍ତକ୍ଷେପ କରି ମଧ୍ୟସ୍ଥତା କରିବ, ଯୁଦ୍ଧ ବିବାଦକୁ ରୋକିବାର ପରାମର୍ଶ ଦେବ। ତଥାପି ରାଜନୀତି ଓ କୂଟନୀତି ଯୋଗୁଁ ତାହା ବିଫଳ ହିଁ ହୋଇଥାଏ। ପାପୀ ମନୁଷ୍ୟ ପବିତ୍ର ଈଶ୍ୱରଙ୍କର ଶତ୍ରୁ ଅଟେ। ମନୁଷ୍ୟ ନିଜର ପାପ ହେତୁ ସତ୍ୟ ଜ୍ଞାତ ହୋଇ ନାହିଁ। ସେ ଏହି ଶତ୍ରୁତାକୁ ଲୋପ କରି ଈଶ୍ୱରଙ୍କର ସହିତ ମିଳିତ ହେବା ଉପାୟ ଜାଣେ ନାହିଁ କି ଏଥିପାଇଁ ପ୍ରୟାସ ମଧ୍ୟ କରେ ନାହିଁ। ତଥାପି ସମସ୍ତେ ଯେ ପରିତ୍ରାଣ ପାଆନ୍ତୁ ତଥା ସତ୍ୟ ଜ୍ଞାତ ହୁଅନ୍ତୁ, ଏହା ଈଶ୍ୱର ଇଚ୍ଛା କରନ୍ତି। ଏହି କାରଣରୁ ଈଶ୍ୱରଙ୍କ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ ସ୍ୱୟଂ ଦେହବନ୍ତ ହେଲେ ଏବଂ ମନୁଷ୍ୟ ରୂପ ଅର୍ଥାତ୍ ମାଂସ ଓ ରକ୍ତର ଦେହ ଧାରଣ କଲେ। ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ସେ ହିଁ ଏକମାତ୍ର ମଧ୍ୟସ୍ଥ ଅଟନ୍ତି। କାରଣ ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟର 25 ପଦରେ ଆମେ ଏହିପରି ପାଠ କରୁ, କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ, ଯେପରି ଯେ କେହି ସେହି ମଧ୍ୟସ୍ଥଙ୍କ ଉପରେ ବିଶ୍ୱାସ କରେ ଈଶ୍ୱର ତାହାର ପାପ କ୍ଷମା କରିବେ, ତାହାର ପରିତ୍ରାଣ କରିବେ ଆଉ ତାହା ସହିତ ପୁନର୍ମିଳିତ ହେବେ। ଆପଣ ମଧ୍ୟ ଯେପରି ଏହିପରି କରିବେ ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।